ଶୁଭୁଛି ଭାଇ? हाँ भाई सब आज्ञा କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପାଦ ପଦ୍ମରେ ଅନନ୍ତ କୋଟି ପ୍ରଣାମ ଏବଂ ଅନଲାଇନରେ ଉଦାରତା ଗ୍ରୁପରେ ଅନଲାଇନରେ ଯୋଡ଼ି ହେଇଥିବା ସମସ୍ତ ଭାଇଙ୍କୁ ମୋର ପ୍ରଣାମ। ଧୀରେନ ଭାଇ ଏବଂ କଳ୍ପତରୁ ଭାଇଙ୍କୁ ମଧ୍ୟ ମୋର ପ୍ରଣାମ, ଆନ୍ତରିକ ପ୍ରଣାମ। ସନ୍ଦୀପ ମୋର ସାନ ଭାଇ, ତାଙ୍କୁ ମୋର ଅଶେଷ ଅଶେଷ ସ୍ନେହ, ଶ୍ରଦ୍ଧା, ଶୁଭେଚ୍ଛା। ଚିରନ୍ତନୀ ଶ୍ରୀମା ମା ନିଜ ପାଇଁ କେତୋଟି ନିୟମ ରଖ। ନୈତିକତା ହେଲା ସମ୍ପୂର୍ଣ୍ଣ ଭାବେ କୃତ୍ରିମ ଓ ମନମୁଖୀ ବେପାର ଏବଂ ଅଧିକାଂଶ କ୍ଷେତ୍ରରେ ଯେଉଁମାନେ ସତକୁ ସତ ନୀତିବାଦୀ ସେମାନଙ୍କ ଭିତରେ ଏହା ଯଥାର୍ଥ ଆଧ୍ୟାତ୍ମିକ ପ୍ରୟାସକୁ ବାଧା ଦିଏ। କାରଣ ନୀତିବାଦୀ ମାନେ ଏକ ନୈତିକ ସନ୍ତୋଷରେ ମଗ୍ନ ଥାନ୍ତି। ସେମାନେ ଭାବନ୍ତି ଯେ ସେମାନେ ଠିକ ବାଟରେ ଅଛନ୍ତି, କିନ୍ତୁ ପ୍ରକୃତରେ ଯାହା ଆମକୁ ସାହାଯ୍ୟ କରିବ ତାହା ହେଲା ନିଜ ଭିତରର ଆଲୋକକୁ ପ୍ରାପ୍ତ ହେବା ପର୍ଯ୍ୟନ୍ତ ତୁମେ ତୁମ ନିଜ ପାଇଁ କେତେକ ନିୟମ ସ୍ଥିର କରିନିଅ। ସେହି ନୀତି ଗୁଡ଼ିକ ଯେପରି ଖୁବ୍ କଠୋର ଓ ଧରାବନ୍ଧା ନ ହୁଏ, କିନ୍ତୁ ତଥାପି ସେଗୁଡ଼ିକ ଏପରି ନିର୍ଦ୍ଦିଷ୍ଟ ହେବା ଉଚିତ ଯେ ଯାହା ଫଳରେ କି ତୁମେ ସତ୍ପଥରୁ ସମ୍ପୂର୍ଣ୍ଣ ଭାବେ ବିଚ୍ୟୁତ ହୋଇଯିବ ନାହିଁ କିମ୍ବା ଏପରି ଭୁଲ କରି ବସିବ ନାହିଁ ଯାହାକି ଆଉ ସଂଶୋଧିତ ହୋଇପାରିବ ନାହିଁ। ସାରା ଜୀବନ ତୁମେ ସେଇ ପ୍ରମାଦର କୁଫଳ ଭୋଗି ଚାଲିଥିବ। ଏହି ସବୁ ଦୃଷ୍ଟିରୁ ତୁମ ଜୀବନ ଲାଗି ତୁମେ କେତୋଟି ନୀତି ନିର୍ଦ୍ଧାରଣ କରିନିଅ। ତେବେ ଏ କଥା ସତ ଯେ ପ୍ରତ୍ୟେକ ବ୍ୟକ୍ତି ତା ନିଜ ପ୍ରକୃତିର ଧର୍ମ ଅନୁଯାୟୀ ଏହି ନୀତି ଗୁଡ଼ିକ ନିର୍ଦ୍ଧାରଣ କରିବ। କିନ୍ତୁ ତୁମେ ଯଦି କେବଳ ସାମାଜିକ ଓ ସାମୂହିକ ନିୟମ ଗୁଡ଼ିକୁ ମାନିବାକୁ ତତ୍ପର ହେଉଥା, ଜାଣି ରଖ ଯେ ତୁମେ ତତ୍କ୍ଷଣାତ୍ ସେ ସବୁ ନିୟମର କ୍ରୀତଦାସ ହୋଇ ରହିବ ଏବଂ ତାହା ହିଁ ତୁମ ରୂପାନ୍ତରର ପଥରେ କାର୍ଯ୍ୟ କରିବା ଦିଗରେ ଯଥେଷ୍ଟ ବାଧା ସୃଷ୍ଟି କରିବ। ମା ବନ୍ଦେ ମାତରମ୍। धन्यवाद भाई, बहुत सुंदर भावरे आपण चिरंतनी पुस्तक पर पठन रखिले। वर्तमान आमे आलोचना पर्याय को आसीबा। वर्तमान मैं अनुरोध करी प्रिय कल्पतरु भाई
হৃদয়ে মম তুমি রবে নীরবে জাগিবে কাকি তব করুণ আখি তব অঞ্চল ছায়া মোরে রহিবে টাকি জাগিবে কাকি তব করুণ আখি তব অঞ্চল ছায়া মোরে রহিবে টাকি তব তব নিবিড় নিশম তব আখির ভবন তুমি ভরিবে গৌরবে নিশীথে নিশম তুমি রবে নীরবে হৃদয়ে মম তুমি রবে নীরবে। ସମସ୍ତଙ୍କୁ ଶୁଭ ସନ୍ଧ୍ୟା। ଉପସ୍ଥିତ ସମସ୍ତ ଦିବ୍ୟ ଜୀବନାକାଂକ୍ଷୀ ଭାଇ ଭଉଣୀମାନଙ୍କୁ ମୋର ନମସ୍କାର। ଉଦାରତା ଗ୍ରୁପ ତରଫରୁ ଏଇ ଯେଉଁ ଅନଲାଇନ ପାଠଚକ୍ର ତାହା କିଛି ଲୋକଙ୍କୁ ପ୍ରେରିତ କରୁଛି ସେମାନଙ୍କର ଅନ୍ତଯାତ୍ରାରେ ମା ଏବଂ ଶ୍ରୀ ଅରବିନ୍ଦଙ୍କର କରୁଣା ତାଙ୍କର ଶକ୍ତି ତାଙ୍କର ଚେତନା ସେମାନଙ୍କୁ ଊର୍ଦ୍ଧ୍ୱ ଆଡ଼କୁ ନେଇଯାଉଛି। ପ୍ରତ୍ୟେକ ମୁହୂର୍ତ୍ତରେ ସମସ୍ତେ ସେ ମାଙ୍କର କରୁଣା ଏବଂ ଶକ୍ତି ଏବଂ ଚେତନାର ବାହୁଛାୟା ତଳେ ରହିଥିବାରୁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ଶ୍ରୀ ଅରବିନ୍ଦଙ୍କର ଯୋଗ ସାଧନା ଏକ ଦୁଃସାହସିକ ଅଭିଯାନ। ସାମାଜିକ ଚରାଚରିତ ଜୀବନ ଏବଂ ନୈତିକ ଜୀବନ ଠାରୁ ଶ୍ରୀ ଅରବିନ୍ଦଙ୍କ ଅତିମାନସ ଯୋଗ ସାଧନା ଏକ ଅଭିଯାନର ଏକ ତପସ୍ୟା ଏବଂ ଏହି ତପସ୍ୟା ଭିତରେ ଆମେ ନିଜକୁ ସମ୍ମିଳିତ ହୋଇ ରହିଥିବା ଯୋଗୁଁ ଆମେ ନିଜକୁ ଭାଗ୍ୟବାନ ମଣିବା। ନିଶ୍ଚିତ ଭାବରେ ମାଙ୍କର ଅପାର କରୁଣା ଏବଂ ଶ୍ରୀ ଅରବିନ୍ଦଙ୍କର ତପସ୍ୟାର ଫଳ ସ୍ୱରୂପ ଆମେ କିଛି ଭାଇ ଭଉଣୀ ଏକାଠି ରହିଛୁ ଏବଂ ଶ୍ରୀମାତାଙ୍କର ଅଭୟ ଭାଉଛାୟା ତଳେ ରହି ସେ ଅତିମାନସକ ସିଦ୍ଧି ପାଇଁ ଆମେ ନିରନ୍ତର ଯାତ୍ରା କରୁଛୁ। ମାଙ୍କ ଲିଖିତ ଏଇ ଯେଉଁ ଚିରନ୍ତନୀ ପୁସ୍ତକ ଆମ ପାଇଁ ଏକ ଗାଇଡ ପୁସ୍ତକ ଭାବରେ ଆମେ ଗ୍ରହଣ କଲୁ। ମା ଆମକୁ ସଦାବେଳେ ଏହି ପୁସ୍ତକ ସମ୍ପର୍କରେ ସେ ସତର୍କ କରି ଦେଇଛନ୍ତି ଯେ ତୁମେ ଏଇ ଯେଉଁ ପ୍ରତ୍ୟେକ ବିଷୟବସ୍ତୁ ସମ୍ବଳିତ ଯେଉଁ କଥା ୟାକୁ କେବଳ ଉପଦେଶ ବୋଲି ଗ୍ରହଣ କରିବ ନାହିଁ, ଏହାକୁ ସଦାବେଳେ ତୁମ ଭିତରେ ଏକ କ୍ରିୟାଶୀଳ ଶକ୍ତି ରୂପେ ବ୍ୟବହାର କରିବ। ଯେପରି ତୁମେ ତୁମ ରାସ୍ତାରୁ ତୁମ ଉଦ୍ଦେଶ୍ୟରୁ ବିଚ୍ୟୁତ ନ ହେବ, ସେଥିପାଇଁ ତୁମର ଦୃଢ଼ ସଂକଳ୍ପକୁ ମାଙ୍କ ଚରଣରେ ସମର୍ପଣ କରିବ
ଏବଂ ତୁମର ସେ ଦୃଢ଼ ସଂକଳ୍ପ ସହିତ ସେଇ ମାଙ୍କର ଶକ୍ତି ତୁମକୁ ଯଥାର୍ଥ ପଥରେ ଯାତ୍ରା କରାଇବାରେ ଅଭୟ ହସ୍ତ ପ୍ରଦାନ କରିବ, ଯାହା ଫଳରେ ତୁମର ସମସ୍ତ ଶକ୍ତି ତୁମ ଜୀବନ ଉଦ୍ଦେଶ୍ୟରେ ପ୍ରେରିତ ହେବ। ଆଜିର ଯେଉଁ ବିଷୟଟି ମା ଆମ ପାଇଁ ରଖିଛନ୍ତି, ନିଜ ପାଇଁ କେତୋଟି ନିୟମ ରଖ। ଉତ୍ତମ ଭାଇ ଏକ ଅଧ୍ୟୟନ କଲେ ଏବଂ ଏ କଥାଟି ସହିତ ଆମେ ଆମ ଜୀବନକୁ ପରଖିବା, ଆମ ସମାଜକୁ ପରଖିବା ଏବଂ ଜୀବନ ଯାତ୍ରାକୁ ପରଖିବା, ଆମ ଧର୍ମକୁ ପରଖିବା, ଆମ ନୈତିକତାକୁ ପରଖିବା, ଆମ ଆଧ୍ୟାତ୍ମିକତାକୁ ବି ମଧ୍ୟ ପରଖିବା। ଏଇ କଥାଟି ଆଲୋଚନା କରୁଥିଲା ବେଳେ ମା ଏକ ଆଧ୍ୟାତ୍ମିକ ଜୀବନ ଏବଂ ନୈତିକ ଜୀବନ ସମ୍ପର୍କରେ ଆମକୁ ସତର୍କ କରାଇ ଦେଉଛନ୍ତି। ପ୍ରଥମ ବାକ୍ୟରେ ମା କହୁଛନ୍ତି, ନୈତିକତା ହେଲା ସମ୍ପୂର୍ଣ୍ଣ ଭାବେ କୃତ୍ରିମ ଓ ମନୋମୁଖୀ ବ୍ୟାପାର। ଆମେ ଆମ ଦୈନନ୍ଦିନ ଜୀବନରେ ଆମ ବଞ୍ଚିବାର ଶୈଳୀକୁ ଏକ ସୂତ୍ରରେ ବାନ୍ଧିବା ପାଇଁ ଏକ ନିୟମ ପ୍ରଣୟନ କରିବା ବାଞ୍ଛନୀୟ। ନୀତି ଏବଂ ନିୟମ ଏଇଟା ଆମ ଜୀବନକୁ ଏକ ସୂତ୍ରବଦ୍ଧ କରି ଗଢ଼ି ତୋଳିଥାଏ। ଗୋଟେ ପ୍ରଗତି ଉନ୍ମୁଖୀ ଜୀବନ ପାଇଁ ମଣିଷ ଆବଶ୍ୟକତାକୁ ବିଚାର କରି ଅନେକ ନିୟମ ସବୁ ପ୍ରଣୟନ କରିଥାଏ। ତାକୁ ଆମେ ସ୍ପଷ୍ଟ ଭାବରେ ବୁଝିବା ଏବଂ ଏ ନିୟମ ଗୁଡ଼ିକ ଜୀବନ ଧାରାଟିକୁ ଶୃଙ୍ଖଳିତ କରେ, ଜୀବନ ଶୃଙ୍ଖଳିତ ହୁଏ, ଯାହା ଫଳରେ ଆମେ ଅଧପତିତ ହେବାର ଆଶଙ୍କା ନଥାଏ। ବିଭିନ୍ନ ପରିସ୍ଥିତି ପାଇଁ ନିୟମ ଓ ନୀତି ଭିନ୍ନ ଭିନ୍ନ ହେବା ଉଚିତ। ଏହି ଆବଶ୍ୟକତାକୁ ଆଧାର କରି ଆମେ ନିୟମ ବଦଳିବା ଆବଶ୍ୟକତା ଥାଏ। ବିଭିନ୍ନ ପରିସ୍ଥିତି ଅନୁସାରେ ଆମ ଗୁରୁଜନ ମାନେ ଅନେକ ନିୟମ ସବୁ ପ୍ରଣୟନ କରିଥାନ୍ତି, କିନ୍ତୁ ଏ ନିୟମ ଗୁଡ଼ିକ ମଣିଷକୁ ଜଡ଼ବତ କରିଦିଏ। ସେ ନିୟମ ଯେତେବେଳେ ଚିରନ୍ତନ ହେଇଯାଏ, ନିୟମ କେତେବେଳେ ବି ଚିରନ୍ତନ ହେବା ଉଚିତ ନୁହେଁ। ବ୍ୟକ୍ତିର ଆବଶ୍ୟକତା ଅନୁସାରେ, ସମୟ ଅନୁସାରେ ନିୟମଟି ତିଆରି ହେଇଥାଏ। କିନ୍ତୁ ଆମ ନୀତିକାରକ ମାନେ ନିଜ ଗୁରୁଗିରିକୁ ଜାହିର କରି ସେ ନୀତି ନିୟମକୁ କେନ୍ଦ୍ର କରି ବିଭିନ୍ନ ଶାସ୍ତ୍ର ପୁରାଣ ଲେଖି ଦିଅନ୍ତି ଏବଂ ସାଧାରଣ ମଣିଷ ଉପରେ ତାକୁ ଆରୋପ କରାନ୍ତି। ତେଣୁ ଯେଉଁ ବ୍ୟକ୍ତି ସେଇ ନିୟମକୁ ପାଳନ କଲା ତାକୁ ନୀତିନିଷ୍ଠ ବ୍ୟକ୍ତି ବୋଲି କୁହାଯାଏ, ତାକୁ ଧର୍ମୀୟ ବ୍ୟକ୍ତି ବୋଲି କୁହାଯାଏ। ଯିଏ ସେଇ ନୀତି ନିୟମ ପାଇଁ କିଛି କରିବାକୁ ଚାହିଁଲେ ଯଦି ସେ ନୀତି ନିୟମ ବାହାରକୁ ସେ ଚାଲିଯାଏ, ତାକୁ ନୀତିକାରକ ମାନେ ନିନ୍ଦା କରନ୍ତି, ତାକୁ ଧର୍ମ ଛଡ଼ା ବ୍ୟକ୍ତି ବୋଲି କହନ୍ତି। ସେମାନେ କହନ୍ତି ଧର୍ମ ଛଡ଼ା ବ୍ୟକ୍ତି ସମାଜର ଶତ୍ରୁ। ସେଇ ନୀତି ନିୟମକୁ ଆହୁରି ବଳବତ୍ତର କରିବା ପାଇଁ ସେ ନୀତି ନିୟମକୁ ଆଧାର କରି ଅନେକ କାହାଣୀ ଲେଖନ୍ତି, ଶାସ୍ତ୍ର ଲେଖନ୍ତି, ପୁରାଣ ଲେଖନ୍ତି, ମଣିଷକୁ ଭୟଭୀତ କରି ରଖନ୍ତି। ଏକ ପ୍ରଗତିଶୀଳ ଜୀବନ ପାଇଁ ଏକ ଜୀବନଚର୍ଯ୍ୟା ଓ ବୁଦ୍ଧିବୃତ୍ତିକୁ ବଳିଷ୍ଠ କରିବା ପାଇଁ ସେ ନିୟମର ବା ସେ ନୈତିକତା ନିୟମର ଆବଶ୍ୟକତା ଅଛି କି ନାହିଁ ଏକ ବିଚାର କରିବା ଆବଶ୍ୟକ ହେଇଥାଏ। କିନ୍ତୁ ସାଧାରଣ ମଣିଷ ଏକଥାକୁ ବିଚାର କରେ ନାହିଁ। ସେ ନିୟମରେ ବନ୍ଧା ହେଇକି ବାଟ ଚାଲେ। ସେଥିପାଇଁ
ମାଟି ସତର୍କ କରିଦେଇ କହୁଛନ୍ତି ନୈତିକତା ହେଲା ସମ୍ପୂର୍ଣ୍ଣ ଭାବରେ କୃତ୍ରିମ ଓ ମନୋମୁଖୀ ବ୍ୟାପାର ଏବଂ ଅଧିକାଂଶ କ୍ଷେତ୍ରରେ ଯେଉଁମାନେ ସତକୁ ସତ ନୀତିବାଦୀ ସେମାନଙ୍କ ଭିତରେ ଏହା ଯଥାର୍ଥ ଆଧ୍ୟାତ୍ମିକ ପ୍ରୟାସକୁ ବାଧା ଦିଏ। କାରଣ ନୀତିବାଦୀ ମାନେ ଏକ ନୈତିକ ସନ୍ତୋଷରେ ମଗ୍ନ ଥାନ୍ତି। ସେମାନେ ଭାବନ୍ତି ଯେ ସେମାନେ ଠିକ ବାଟରେ ଅଛନ୍ତି। ଏଇ ଯୋଉ ଠିକ ବାଟରେ ଅଛନ୍ତି ଭାବନା ଏବଂ ନୀତିବାଦୀ ମାନେ ତାଙ୍କର ନୈତିକ ଜୀବନ ଯାପନ କରୁଥିଲା ବେଳେ ଯୋଉ ସନ୍ତୋଷ ହେଇଯାଆନ୍ତି, ନିଜକୁ ଉଶ୍ୱାସ ମନେ କରନ୍ତି, ଏଇ କଥା ହିଁ, ଏଇ ସନ୍ତୋଷ ହିଁ ଗୋଟେ ମଣିଷକୁ ଆଲୋକୋନ୍ମୁଖୀ ଜୀବନ ପାଇଁ ନିଶ୍ଚିତ ଭାବରେ ଗୋଟେ ବାଧା ସୃଷ୍ଟି କରେ। ଏକ ଆଲୋକୋନ୍ମୁଖୀ ଜୀବନ ପାଇଁ ଓ ଜୀବନର ଧାରକଙ୍କ ପାଇଁ ଏକ ବିଶ୍ୱାସମୟ ଆଲୋକୋନ୍ମୁଖ ବା ଦୃଢ଼ତା ଆବଶ୍ୟକତା ରହିଥାଏ। ଅନେକ ସମୟରେ ବିଶ୍ୱାସ ନାଁରେ ନୀତିକାରକ ମାନେ ଅନେକ ଅନ୍ଧବିଶ୍ୱାସକୁ ମଧ୍ୟ ଏ ନୀତି ସହିତ ଯୋଡ଼ି ଦିଅନ୍ତି। ଏକଥାକୁ ଆମେ ଜାଣୁ ଏବଂ এই ଅନ୍ଧବିଶ୍ୱାସକୁ ଯୋଡ଼ି ଦେବା ଯୋଗୁଁ ଏବଂ ଯୋଡ଼ି ଦେଇ ସାଙ୍ଗେ ସାଙ୍ଗେ ସେମାନେ କଣ କରନ୍ତି ନା ମଣିଷକୁ ଆତଙ୍କିତ କରି ରଖନ୍ତି। ଯେମିତି ଆମେ ଅନେକ ଜାଣୁ ଯେ ରାସ୍ତାରେ ଚାଲିଲା ବିଲେଇ ଚାଲିଯିବା, ରାସ୍ତା ଯାଉ ତ ବିଲେଇ ଚାଲିଗଲା, ତାର ଅଶୁଭ ସଂକେତର ସୂଚନା ଦଉଛି। ବାହାରିଲା ବେଳେ ଗୋଟେ ବିଧବା ସ୍ତ୍ରୀର ମୁହଁକୁ ଅନେଇବା, ଛିଙ୍କି ଦେବା, ଝିଟିପିଟି ଟିକ ଟିକ କରିବା, ତା କହିଲେ ହଁ ସତ କହୁଛି। ଏହିପରି ଘଟିଲେ ଆମେ କିଛି କହୁ ଏଟା ଶୁଭ, ଏଟା କିଛି ଅଶୁଭ। ଏମିତି ଏକ ଅନ୍ଧବିଶ୍ୱାସ ସହିତ ନୀତି ନିୟମ ସହିତ ଯୋଡ଼ା ହେଇଯାଏ, ଯାହା ଫଳରେ ତାର ଯୋଉ ଆଲୋକୋନ୍ମୁଖୀ ଜୀବନ ବା ଆଧ୍ୟାତ୍ମିକ ଜୀବନକୁ ଆଉ ଆଲୋକିତ କରିପାରେ ନାହିଁ। ସେ ସେଇ କଥାକୁ ମାନୁଥିବ, ସେଇ କଥା ଆଧାରରେ ଜୀବନ ବଞ୍ଚୁଥାଏ। ଆମେ ସାଧାରଣ ଆଧ୍ୟାତ୍ମିକ ବ୍ୟକ୍ତିକୁ ଛାଡ଼ିଦେଲେ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି ବୋଲି ଆମେ ଦେଖୁ। ଗୋଟେ ନୀତିବାଦୀ ମଣିଷ, ଆଉ ଜଣେ ହେତୁବାଦୀ ମଣିଷ। ଏଇ ଦୁଇ ପ୍ରକାର ମଣିଷ ନିଶ୍ଚିତ ଭାବରେ ଆଧ୍ୟାତ୍ମିକ ମଣିଷ ନୁହନ୍ତି, ବା ସେମାନେ ଆତ୍ମାର ଅଭିବ୍ୟକ୍ତି ସ୍ଥାନରେ ସେମାନେ ନଥାନ୍ତି। ଏକ ଜିଦଖୋର ଭାବରେ ଜୀବନ ବଞ୍ଚନ୍ତି ଏବଂ ନିଜେ ତ ଗୋଟେ ଠିକ ବାଟରେ ଚାଲନ୍ତି ନାହିଁ, ଅନ୍ୟକୁ ବି ମଧ୍ୟ ନ ଚାଲିବା ପାଇଁ ଗୋଟେ ପ୍ରକାର ଓଳି ବସନ୍ତି ବା ନୀତି ନିୟମ ପାଳନ କରନ୍ତି। ଏଇ ଯୋଉ ନୀତିବାଦୀ ମଣିଷ ଏବଂ ହେତୁବାଦୀ ମଣିଷ, এই ଦୁଇ ପ୍ରକାର ମଣିଷ ନିଜ ରାସ୍ତାରେ ନିଜେ ହିଁ କଣ୍ଟା ହେଇ ରହିଥାନ୍ତି। ନୀତିବାଦୀ ମଣିଷ ମାନେ ସେମାନେ ଜୀବନକୁ ଗୋଟେ ପ୍ରକାର କରନ୍ତି, ଉପବାସ କରିବା, ଅରୁଆ ଖାଇବା, ନିରାମିଷ ଭାବରେ ନିରାମିଷ ଭକ୍ଷଣ କରିବା, ଏକାଦଶୀ ପାଳନ କରିବା, ଏମିତି ଅନେକ ନୈତିକ ଜୀବନ ନିର୍ବାହ କରି ନିଜେ ଖୁବ ସନ୍ତୋଷ ଅନୁଭବ କରନ୍ତି। ସେ ଯାହା ହଉ ସୀତା କହୁଛନ୍ତି ଯେ ଅନେକ ନୀତିବାଦୀ ମଣିଷ ସେ ସନ୍ତୋଷରେ ନିମଗ୍ନ ଥାନ୍ତି। ସେ ନିରାମିଷ ଖାଉଛି, ଏକାଦଶୀ ପାଳନ କରୁଛି, ଚନ୍ଦ୍ରାବତ ପାଳନ କରୁଛି, ଅରୁଆ ଖାଉଛି ଏବଂ ସେ ଭାବେ ଯେ ମୁଁ ସେ ଭଗବତ ସ୍ଥାନରେ ଜୀବନ ବଞ୍ଚିଛି ଏବଂ ସେ ବଡ ସନ୍ତୋଷ ଅନୁଭବ କରେ, ନିଜକୁ ଧର୍ମାତ୍ମା ବୋଲି ଅନୁଭବ କରେ, କିନ୍ତୁ ତାର ଆତ୍ମା ସହିତ ତାର କିଛି ସମ୍ପର୍କ ହିଁ ନଥାଏ। ଆଉ କିଛି ମଣିଷ ଅଛନ୍ତି ଯେଉଁମାନେ ହେତୁବାଦୀ ମଣିଷ, ଯେଉଁମାନେ ନୀତି ନିୟମକୁ ସମାଲୋଚନା କରନ୍ତି। ସେମାନେ ହେତୁବାଦୀ ମଣିଷ ଆମେ ଯାହାକୁ କହୁ, ସେମାନେ ବୈଜ୍ଞାନିକ ଶୈଳୀର ଜୀବନ ବଞ୍ଚିବାକୁ ପାଇଁ ଇଚ୍ଛା କରନ୍ତି। ସେମାନେ କହନ୍ତି ସୂକ୍ଷ୍ମତାକୁ ସେମାନେ ସ୍ୱୀକାର କରନ୍ତିନି, ଭୌତିକ ଜୀବନ ଭିତରେ ସେ ନୀତିବାଦର ଆବଶ୍ୟକତାକୁ ସେମାନେ ଦେଖିପାରନ୍ତି ନାହିଁ। ନୀତି ନିୟମକୁ ସେମାନେ ଜଳାଞ୍ଜଳି ଦେଇ ସେମାନେ ଏକ ଚରାଚରିତ ବୈଜ୍ଞାନିକ ଏବଂ ତାର୍କିକ ଜୀବନ ଯାପନ କରନ୍ତି।
आमको बुझाक पड़ो ये उभय ए नीतिवादी मनीष एवं हेतुवादी मनीष उभय ही केवल गोटे उपरू ठाउरिया जीवन बंचु था। आमे अनेक समय गोटे कथा को लक्ष्य करू जे विभिन्न समाज रे शास्त्र अनुसार विभिन्न प्रकार शास्त्र नीति नियम सब अलग अलग कहार सहित कहार मेल न था सत्य सहित जेहेतु से बहुत दूर रे थाए सत्य ठारू यथार्थ सत्य ठारू जेहेतु बहुत दूर रे थाए तेणु जगह अनुसार समय अनुसार व्यक्ति अनुसार शास्त्र सब अलग आ नीति मध्य अलग जेमिति आमे जानो जे दक्षिणात्व रे मामू भाणीजीर बाहागर गोटे शास्त्र सम्मत कथा किंतु आम समाज रे मामू और भाणीजी एमाने परस्पर गोटे बाप झीर संपर्क किंतु फिनलैंड रो तकर गोटे संस्कृति अच्छी बा नीति नियम अच्छी जे यदि माँ देहत्याग करती तार मांस को से माने घरे घरे काटिकी घर मांस रांधिकी से माने घरे घरे खाती कारण से माने विश्वास करती जे माँ गर्भधारिणी और माँ का मांस को आमे खाइले माँ आम भितर रहिबे एवं शक्ति सामर्थ्य देकरी आमको पृष्ठ करेंगे एवं पितांकर मांस को रांधि से माने बहु लोक को बांटती कारण तांकर विश्वास जे पिता समाज पाई बा समाज संस्कार का यही प्रकार अनेक प्रकार नीति नियम अच्छी सेमती आमर नीति नियम अनुसार ठाकुर माने मध्य सब अलग अलग एवं वैष्णव घर ठाकुर भोग को ब्राह्मण माने खाती नहीं एमती अनेक सब रीति सब अच्छी नीतिवादी माने नीति पछरे यथार्थ सत्य खोजा को केबे भी देखी ना जे ये जो नीति सब रही ये नीति प्रकृत रे आमको से आलोकोन्मुखी जीवन आड़ को नहीं जाउछि कि नहीं सेमाने केबे अनुसंधान करती नहीं सेमाने केवल पूजा पार्वण मेला महोत्सव ठाकुर भोग यही सब भितरे सेमाने बुड़ी रहंती सेमाने ठाकुर को भोग जड़ाती पुओ मागंती धन मागंती एवं भगवान ठाकुर को कहती तते अमुक देवी तते तमुक देवी तू मोरे या करते लांच जाचंती असल देखा गले जीवन ठारू ताहा बहुत दूर रही था सेमाने ना सेमाने ठाकुरंकर हुंती ना ईश्वरकर हुंती हाँ भारतीय शास्त्र रे मनीष माने देवदेवी ठाकुर भगवान परमात्मा ये सब कथा भिन्न भिन्न भाव से माने यदि बा एठी शब्द सब रही कहा सहित कहार संपर्क को अनेक शास्त्र मानकरे ता संपर्कित कराई न थाए जहा फल मनीष ठाकुर को मध्य भगवान बोली भावे देवता मान को मध्य भगवान बोली भावे गुरु को भी भगवान बोली भावे प्रकांतर देखिले सबु घटरे से ही नारायण किंतु जदि गोटे नीतिवादी मनीष गोटे जगह को लक्ष्य कर से अटकी गला ताले असद आम भितर परमात्मा आविष्कार केबे हम से नीति नियम भितर ठाकुर भितर एवं मंदिर भितर ता भितर मनीष अटकी जीव तेणु मनीष एईटा पाप सेईटा पुण्य या कले या हम एमती एक द्वंद्वपूर्ण जीवन एवं संसारपूर्ण जीवन बंचुची ता भितर असल चैतात्मा से लुचि जाउछंती ताहा जीवन पाई खूब प्रतिबंधक तथापि आत्म अभिव्यक्ति पाई हमको एक निर्दिष्ट नियम भितर पालन करने को पड़िबो तापर से श्रीनंद को माँ कहउछती एठी जे जेतेबेले मनीष संतोष हो जाए देवता को नहीं ठाकुर को नहीं नीति को नहीं नियम को नहीं ता भीतर मग्न हो जाए एवं से भावे मु ठीक जगह अच्छी सेटा ही तार रास्ता को बंद कर दिए से आत्माविष्कार पथरे से यात्रा करि पारे नाही ताकू
ଅହଙ୍କାରୀ କରି ମୋହରେ ସେ ପଡି ଯାଇଥାଏ। ସେ ଧର୍ମର ମୋହରେ, ନୈତିକତାର ମୋହରେ ସେ ପଡିଯାଏ। ଯେଭଳି ଅର୍ଜୁନ ପଡିଗଲେ ଏକ ନୈତିକ ମୋହରେ, ଏବଂ ସେ ମୋହକୁ ଭାଙ୍ଗିବା ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କୁ ବିଶାଳ ଗୀତାର ଯୋଉ ନୀତି ନିୟମ ବା ଗୀତାର ଯୋଉ ବାଣୀ ତାକୁ କହି ଏବଂ ଶକ୍ତି ଦ୍ୱାରା, ଚେତନା ଦ୍ୱାରା ଏବଂ ନିଜର ହସ୍ତକ୍ଷେପ ଦ୍ୱାରା ଭଗବାନ ତାଙ୍କ ଭିତରେ ମୋହକୁ ଭାଙ୍ଗିଥିଲେ। ତେଣୁ ନୈତିକ ଏମିତି ଏକ ବିରାଟ ପାଚେରୀ ଠିଆ କରିଦିଏ ମଣିଷ ପାଇଁ, ଯାହା ଆଧ୍ୟାତ୍ମିକ ପଥରେ ତାହା ଅନ୍ତରାୟ ହେଇ ସୃଷ୍ଟି ହୁଏ। ତେଣୁ ଆମେ ଏମିତି ଏକ ନୀତି ଦରକାର ଯାହା ଆମକୁ ପ୍ରକୃତରେ ସାହାଯ୍ୟ, ନିଜ ଭିତରର ଆଲୋକକୁ ପ୍ରାପ୍ତ ହେବା ପର୍ଯ୍ୟନ୍ତ ତୁମେ ତୁମ ନିଜ ପାଇଁ କେତୋଟି ନୀତି ସ୍ଥିର କରିନିଅ। ସେଥିପାଇଁ ମୁଁ ପ୍ରଥମରୁ ହିଁ ଆଲୋଚନା କରୁଥିଲି ଯେ ଗୋଟେ ଦୈନନ୍ଦିନ ଜୀବନ ବଞ୍ଚିବା ପାଇଁ ବା ଜୀବନକୁ ଏକ ସୂତ୍ରଶୀଳ କରିବା ପାଇଁ, ସୂତ୍ରବଦ୍ଧ କରିବା ପାଇଁ ନିୟମର ଆବଶ୍ୟକତା ରହିଛି। ଏବଂ ସେ ଆବଶ୍ୟକତାକୁ ବିଚାର କରି ନିଜର ଆତ୍ମ ଆବିଷ୍କାର ପାଇଁ ମଣିଷକୁ ନିଜେ ତାର ନିୟମ ତିଆରି କରିବା ଦରକାର। ତେଣୁ ମା ଏଠି ସ୍ପଷ୍ଟ ଭାବରେ କହୁଛନ୍ତି ଯେ ନିଜ ଭିତରେ ଯେଉଁ ଆଲୋକ ରହିଛି ସେ ଆଲୋକ କେମିତି ପ୍ରାପ୍ତ ହେବ, ସେଥିପାଇଁ ତୁମକୁ ଏକ ନିର୍ଦ୍ଦିଷ୍ଟ ପଥରେ, ନିର୍ଦ୍ଦିଷ୍ଟ ପଦ୍ଧତିରେ ତୁମକୁ ଚାଲିବାକୁ ପଡିବ। କିନ୍ତୁ ସେ ସତର୍କ କହିଦେଉଛନ୍ତି ଯେ ସେଇ ନୀତି ଗୁଡିକ ଯେପରି କଠୋର ଏବଂ ଧରାବନ୍ଧା ନ ହୁଏ। ଆଉ ନୀତି ଗୁଡିକ ଯଦି ଧରାବନ୍ଧା ହେଇଯାଏ ତାହେଲେ ମଣିଷ ସେ ନୀତିର ମୋହରେ ସେ ପଡିଯାଏ ଏବଂ ନୀତି ତାକୁ ଗୋଟେ ବିରାଟ ପାଚେରୀ ତା ଚାରିପଟେ ଛିଡା କରିଦିଏ ଏବଂ ତାର ନୀତିକୁ ସର୍ବଶ୍ରେଷ୍ଠ ନୀତି ବୋଲି କହେ ଏବଂ ସେଇଟା ସେ କହେ ଯେ ଭଗବାନ ସେ ନୀତିଟା ତିଆରି କରିଦେଇଛନ୍ତି ତା ପାଇଁ। କିନ୍ତୁ ଭଗବାନ ହଉଛନ୍ତି ମୁକ୍ତ ଏବଂ ମଣିଷ ଯେତେ ପର୍ଯ୍ୟନ୍ତ ସେ ନୀତି ନିୟମରୁ ମୁକ୍ତ ନ ହେଇଛି ସେତେ ପର୍ଯ୍ୟନ୍ତ ସେ ତା ଭିତରେ ଥିବା ଆଲୋକକୁ ସେ ଆବିଷ୍କାର କରିପାରିବ ନାହିଁ ବା ଅଭିବ୍ୟକ୍ତ କରିପାରିବ ନାହିଁ। ତେଣୁ ମଣିଷକୁ ନିଜ ପାଇଁ ଗୋଟେ ନୀତି ନିୟମ ତିଆରି କରିବା ଦରକାର। ଯେମିତି ଗୋଟେ ଗଛ ଲଗେଇ ଦେଲା ପରେ ତା ଚାରିପଟେ ଗୋଟେ ବାଡର ଆବଶ୍ୟକତା ଥାଏ, ନହେଲେ ବଳଦ ଛେଳି ଖାଇଦେବେ। କିନ୍ତୁ ଯେତେବେଳେ ଗଛ ବଡ ହେଇଯାଏ ସେତେବେଳେ ବାଡର ଆବଶ୍ୟକତା କଣ? ବରଂ ସେଇ ବଳଦ ଛେଳିକୁ ସିଏ ଆଶ୍ରୟ ଦିଏ, ତାକୁ ଛାୟା ଦିଏ ଏବଂ ତାକୁ ଫୁଲ ଫଳ ସବୁ କିଛି ଦେଇଥାଏ। ଯାହା ପାଇଁ ବାଡ ଥିଲା ସେ ହିଁ ତାକୁ ଆଶ୍ରୟ ଦେଇଥାଏ। ବିବେକାନନ୍ଦ ଗୋଟେ କଥା ମନେ ଅଛି ଯେ ଯେତେବେଳେ ଆମେ ଜୀବନର ପ୍ରଥମ ପର୍ଯ୍ୟାୟରେ ଆଧ୍ୟାତ୍ମିକତାକୁ ଜୀବନର ଗୋଟେ ଅଙ୍ଗ ବୋଲି ଗ୍ରହଣ କରୁ ଏବଂ ଆଧ୍ୟାତ୍ମିକତାକୁ ଜୀବନର ଶ୍ରେୟ ବୋଲି ସ୍ୱୀକାର କରୁ, ସେତେବେଳେ ଆମେ ମନ୍ଦିରକୁ ଯାଉ, ଠାକୁରଙ୍କ ପାଖକୁ ଯାଉ। ଏଇ ମନ୍ଦିର ଠାକୁର ଏମାନେ ପ୍ରାରମ୍ଭିକ ଜୀବନରେ ଆମକୁ ସହାୟକ ହୁଅନ୍ତି। ଯେତେବେଳେ ଆମେ ଯଥାର୍ଥ ଭାବରେ ଆତ୍ମାବିଷ୍କାର ପଥରେ ଯାତ୍ରା କରିବା ଏବଂ ଯେତେବେଳେ ଜାଣିଲେ ଯେ ଆଉ ମନ୍ଦିର ଭିତରେ ଠାକୁର ନାହାନ୍ତି, ନୀତି ନିୟମ ଭିତରେ ଠାକୁର ନାହାନ୍ତି, ମୋ ହୃଦୟ ଭିତରେ ଅଛନ୍ତି, ତାକୁ ଆତ୍ମାବିଷ୍କାର କରିବାକୁ ପଡିବ। ସେତେବେଳେ ଯଦି ମନ୍ଦିରକୁ ଯାଉଛି ତାହେଲେ ତା ପାଇଁ ଗୋଟେ ବିରାଟ ବିପଦ ସୃଷ୍ଟି ହଉଛି ବା ସେ ତାକୁ ଅଜ୍ଞାନତା ଭିତରକୁ ପ୍ରବେଶ କରୁଛି। ଜୀବନର ପ୍ରଥମ ପର୍ଯ୍ୟାୟରେ ମନ୍ଦିରକୁ ଯିବା ଆବଶ୍ୟକ, କିନ୍ତୁ ଜୀବନର ଅନ୍ତିମ ପର୍ଯ୍ୟାୟରେ ଯେତେବେଳେ ମଣିଷ ଭିତରେ ଏକ ବୁଦ୍ଧିବୃତ୍ତିର ବିକାଶ ଘଟିଲା, ଆତ୍ମ ଜ୍ଞାନର ବିକାଶ ଘଟିଲା, ସେତେବେଳେ ଯଦି ମନ୍ଦିରକୁ ଯାଉଛି ତା ଭିତରେ ବୁଝିବାକୁ ପଡିବ ସେ ନିଶ୍ଚିତ ଭାବରେ ସେ ଅଜ୍ଞାନତାର ମୋହ ଭିତରକୁ ପ୍ରବେଶ କରି ଯାଉଛି। ତେଣୁ ମଣିଷ ନିଜେ ନିଜ ଆତ୍ମାବିଷ୍କାର ପାଇଁ ନିଜ ପାଇଁ ଏକ ନିୟମ ତିଆରି କରିବା ଆବଶ୍ୟକତା ରହିଥାଏ ଏବଂ ସେ ଆବଶ୍ୟକତା ଯୋଗୁଁ ସେ କଣ କରେ, ସେ ଗୋଟେ ନିୟମ କରେ। ସେ ସକାଳେ ବଡି ଭୋରୁ ଉଠିବ,
नित्य स्नान नित्य नित्यकर्म समापन करिवो, ध्यान करिवो, प्रार्थना करिवो, प्राणायाम करिवो, कौन करिवो ता शरीर को सुस्थ कर रखिबा पई किमिति आसन प्राणायाम करबा को पड़िवो, मन को सुस्थ रखिबा पई सुंदर प्रार्थना टे बोलिवो, आउ प्राण को सुस्थ रखिबा पई किमिति प्राणायाम करिवो, एवं ज्ञानगत बा मन को आहुरी अधिक यज्ञ करबा पई ज्ञानर साधना करिवो, एवं चैत्य को आविष्कार करबा पई किमिति प्रेमर साधना करिवो, सेति पई ताकु एक श्रृंखलित नियम ताकु निजे पई निजे पालन करिवो। किंतु कौन सी परिस्थिति रे जेते बेले आवश्यक पड़े से नियम को से भांगी दबो, पुणी से नियम नुआ प्रकार गढ़िबो। इमिति एक फ्लेक्सिबल बा अति नमनीय भाव रे यदि नियम को से तैयारी करे, से नियम प्रति कठोर न हुए, धराबंधा न हुए, ताले से नियम ताको साहाय्य करिवो। यदि से नियम मोहरे पड़ी जाए ताहाले तार कितदास बनी जीव। सेति पई मां कहउछंती जे नीति गुड़िक जेपरि खूब कठोर एवं धराबंधा न हुए, किंतु तथापि से गुड़िक एक निर्दिष्ट हवा उचित, जहा फल कि तुम्हें सत पथरु संपूर्ण भाव में विच्युत हब नाही, किंबा एपरि भूल करी बसिब नाही जाकि आउ संशयित होई पारिब नाही। सारा जीवन तुम्हें से प्रमादर कुफल भोगी चलीथिबो। तेबे एटी नियम जीवन आवश्यकता रही, नीतिर आवश्यकता रही, समय अनुसार आवश्यकता अनुसार निजर अग्रगतिर रास्ता अनुसार हमको नीति नियम को पालन करने को पड़िबो। एवं जेतेबेले से नीति नियम जेतेबेले अतिक्रम करिजिवो से नीति नियम को भांगी देबा को पड़िबो। एमिति आमे जेतेबेले ठाकुर को आह्वान करू घरे पूजा कला बेले गोटे नीति नियम रे ठाकुर को डाकू, एवं जेते पर्यंत ठाकुर तांको प्राण रे थिबे, प्राण विसर्जन हेई नथिबो हेतबे पर्यंत आमे भूल भाल करबा उचित नुहे। एवं जेतेबेले आमे काइने से जानिछि जे जहा को एबेटी बसैछि सी एक ज्वलंत अग्निपिंड, सेति पई सी बेसी समय रखेनी, ताको शीघ्र विदा करि दिए विसर्जन देइकरी, काहेकि से अनीति भितर जीवन बंचियो बोली। से प्रकार जीवन नुहे। जीवन को उत्तरण दिगरे एक विकास दिगरे मनुष्य यात्रा करबा पई एक नीति नियम को से पालन करिवो, जहा फल से निज रास्ता जमी विच्युत न हब, किपरि भूल न करिवो, ताकि परे ताकू पस्तेवा को पड़िबो नाही। सेति पई